ଦେଖନ୍ତୁ ଆଜି ମୁଁ ଗୋଟିଏ ମେସେଜ ଦେଇଥିଲି ଆଜି ଯୋଉ ଭବ୍ୟ ନାରୀ ଶକ୍ତି ଫାଉଣ୍ଡେସନର ଅତିଥି ଭାବରେ ଯୋଗଦେବା ଅବସରରେ ଯେ ଯଦି ଭାରତବର୍ଷ ବିକଶିତ ଦେଶ ଭାବରେ ଆମର ଯୋଉ ଟାର୍ଗେଟ ଅଛି 2036 ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ଦେଶ ଭାବରେ ଆମେ ଦେଖିବା ତାହେଲେ ଏହା କେବଳ ସମ୍ଭବ ଯଦି ନାରୀ ଶକ୍ତି ପ୍ରତ୍ୟକ୍ଷ ଶାସନ ବ୍ୟବସ୍ଥାରେ ତାଙ୍କର ସହଯୋଗିତା ରହିଲା କିମ୍ବା ସେମାନେ ରିପ୍ରେଜେଣ୍ଟ କରିପାରିବେ ତାହେଲେ ହିଁ ଭାରତ ବିକଶିତ ହେଇପାରିବ। ଏହା ହିଁ ମୋର ତାଙ୍କ ପାଇଁ ମେସେଜ ଥିଲା ଏବଂ ମୁଁ ଅନୁରୋଧ କରିଥିଲି ଭବ୍ୟ ନାରୀ ଶକ୍ତି ଫାଉଣ୍ଡେସନର କର୍ମକର୍ତ୍ତାମାନଙ୍କୁ ଆପଣମାନେ ପ୍ରତି ୱାର୍ଡ ୱାଇଜ୍ ଆପଣ ଲିଡରସିପ୍ ଡେଭଲପମେଣ୍ଟ ପ୍ରୋଗ୍ରାମ ଜରିଆରେ ନାରୀମାନଙ୍କ ଭିତରେ ଲିଡରସିପ୍ ଡେଭଲପମେଣ୍ଟ କରନ୍ତୁ ଯିଏକି ପ୍ରାୟ ଗ୍ରୁପିଜିମ୍ ଆପଣ ଦେଖୁଥିବେ ଏସ୍ଏଚ୍ଜି ଗ୍ରୁପ୍ ହୁଅନ୍ତୁ ଯେଉଁମାନେ ସେଟା ସବୁ ବ୍ୟବସାୟୀକରଣ ହେଇଯାଇଛି କିନ୍ତୁ ବ୍ୟବସାୟୀକରଣରୁ ହଟେଇ ଯଦି ସୁଭଦ୍ରା ପଇସା ପଛରେ ଆମେ ମାସକୁ ଅପେକ୍ଷା 3 ମାସ ଅପେକ୍ଷା କରିବା ଅପେକ୍ଷା ଯଦି ପ୍ରତ୍ୟକ୍ଷ ଶାସନ ବ୍ୟବସ୍ଥା ଭିତରକୁ ମୁଁ ପ୍ରତ୍ୟକ୍ଷ କାହିଁ କହିଲି ଯଦି ଆପଣମାନେ ଦେଖିଥିବେ ଯଦି ଆପଣ ଆଜି କାହାକୁ ପଚାରିବେ ଯେ ଏଠି ସରପଞ୍ଚ କିଏ ସିଏ ଆପଣଙ୍କୁ ଜଣେ ଜେଣ୍ଟସ୍ ଲୋକଙ୍କୁ ଦେଖିବ ଯୋଉଠି ସରପଞ୍ଚ ପ୍ରକୃତରେ ତାଙ୍କ ସ୍ତ୍ରୀ ତାକୁ ଆମେ ପ୍ରତ୍ୟକ୍ଷ ଶାସନ ବ୍ୟବସ୍ଥା ବୋଲି କହିପାରିବା ନାହିଁ। ପ୍ରତ୍ୟକ୍ଷ ଯୋଉଠି ଜଣେ ନାରୀ ସ୍ୱାଧୀନ ଭାବରେ ତାର ଚିନ୍ତା ତାର ସ୍ୱାଧୀନତା ଥିବ ଏବଂ ସିଏ ପ୍ରକୃତ ଭାବରେ ଲିଡରସିପ୍ ଦେଇପାରୁଥିବ ତାକୁ ହିଁ ଆମେ କହିବା ପ୍ରତ୍ୟକ୍ଷ ଶାସନ ବ୍ୟବସ୍ଥା। ସେଇ ଦିନ ହିଁ ଭାରତ ବିକଶିତ ହେଇପାରିବ ବୋଲି ମୋର ଆଶା ଏବଂ ସେଇ ମେସେଜ ମୁଁ ଆଜି ଦେଇଥିଲି। ଭବ୍ୟ ନାରୀ ଶକ୍ତି ଫାଉଣ୍ଡେସନ ଆନୁକୂଲ୍ୟରେ ଆୟୋଜିତ ଆଜିର ଇଣ୍ଟରନ୍ୟାସନାଲ ଓମେନ୍ସ ଡେରେ ଅତିଥି ଭାବରେ ଯୋଗ ଦେଇ ମୁଁ ନିଜକୁ ଧନ୍ୟ ମନେ କରୁଛି ତା ସହିତ ଆୟୋଜକମାନଙ୍କୁ ସାଧୁବାଦ ଜଣାଉଛି। ଆଜି ଏ କାର୍ଯ୍ୟକ୍ରମ ବହୁତ ମନୋଜ୍ଞ ଥିଲା। ବହୁତ ନାରୀ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ନାରୀ ବ୍ୟକ୍ତିତ୍ୱଙ୍କୁ ଏଠି ସମ୍ବର୍ଦ୍ଧିତ କରାଗଲା ଏବଂ ଆମର ଏଠି ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା କରାଯାଇ ନାରୀର ସ୍ୱାଧୀନତା ନାରୀର ସୁରକ୍ଷା ନାରୀର ସ୍ୱାବଲମ୍ବତା এই উপরে গুরুত্ব আরোপ କରାଗଲେ ପ୍ରକୃତ ଆମର এই ସମାଜ ସୁସ୍ଥ ସମାଜ ଗଠନରେ ସହାୟକ ହେବ। ଦ୍ୱିତୀୟ କଥା ହେଲା ମୋର ବ୍ୟକ୍ତିଗତ ଭାବେ এই ସମାଜକୁ এই ମୋର ମେସେଜ ରହିବ ନାରୀ ସ୍ୱେଚ୍ଛାଚାରିତା ନ ହୋଇଯାଉ ସ୍ୱାଧୀନତା ନାଁରେ ନାରୀକି ଯେତିକି ସ୍ୱାଧୀନତା ଦିଆଯାଇଛି ବା ଯେତିକି ଅଗ୍ରଗତି ସେ ନାରୀ କରିଛି ସୃଷ୍ଟି ଆରମ୍ଭରୁ ଆଜି ପର୍ଯ୍ୟନ୍ତ କୌଣସି ଗୁଣରେ ସେ କମ୍ ନାହିଁ କିନ୍ତୁ ତାର ଦୁରୁପଯୋଗ ନ ହେଉ ନାରୀର ବିଭେଦକାରୀ ନ ହେଉ ଏବଂ ନାରୀ ଶକ୍ତି ଚାହିଁଲେ ଏ ସମାଜ ଆହୁରି ପ୍ରଗତିଶୀଳ ହେବ କ୍ରିୟାଶୀଳ ହେବ ଏବଂ ସୁସ୍ଥ ସମାଜ ଗଠନ ହୋଇପାରିବ। ଜୟ ଜଗନ୍ନାଥ। ଆଜି ଆମେ 15 ତାରିଖରେ ଯେହେତୁ ମହିଳା ଦିବସ ପଳେଇଛି କିନ୍ତୁ ଆମେ ଗୋଟେ ୱିକ୍ ପୁରା ମହିଳା ଦିବସ ଆମେ ସେଲିବ୍ରେଟ୍ କରୁ ସେଥିପାଇଁ ଆମେ ଆଜି ମହିଳା ଦିବସ ପାଳନ କରୁଛୁ। ଆମର ଆଜି ଅନୁଷ୍ଠାନର ସବୁ ମହିଳାମାନଙ୍କୁ ନେଇକରି ଆମେ এই ପ୍ରୋଗ୍ରାମଟା ଆୟୋଜନ କରିଛୁ। ଛୋଟ ଛୋଟ ପିଲାମାନଙ୍କର ଆଉ ମହିଳାମାନଙ୍କର ଆମେ କିଛିଟା ପ୍ରତିଯୋଗିତା ରଖିଥିଲୁ ଯୋଉଟାକି ସେମାନଙ୍କର ଆଜି ସକାଳ ବେଳେ ସେ ପ୍ରତିଯୋଗିତା ହେଇଯାଇଛି। ଏବେ ପୁରସ୍କାର ବିତରଣ କରାଯିବ ସେମାନଙ୍କର। ମହିଳାମାନଙ୍କ ପାଇଁ ତ ଗୋଟେ ଦିବସ ନୁହେଁ ସବୁଦିନ ମହିଳାମାନଙ୍କର ଦିବସ ମହିଳାମାନଙ୍କର ବିନା ସପୋର୍ଟରେ ପୁରୁଷମାନେ ପୁରା ଅଧୁରା ବିନା ମହିଳାମାନଙ୍କ ସପୋର୍ଟରେ କିଛି ହେଇପାରିବନି। ମହିଳାମାନଙ୍କର ଗୋଟେ ଦିନ ପର୍ଟିକୁଲାର ନଥାଏ ମହିଳାମାନଙ୍କର ସବୁଦିନ ହିଁ ମହିଳା ଦିବସ।